ବନ୍ଧୁମାନେ 2026ର RIE ରିଜନାଲ୍ ବିଡିଟି ଆସିଯାଇଅଛି। ଅର୍ଥାତ୍ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ତରଫରୁ ରିଜନାଲ୍ଟି ବିଡି ଆସିଯାଇଅଛି। ଡିଟେଲ୍ ଡିସ୍କସନ୍ କରିବା ଏହି ବିଡି କେତେ ବର୍ଷ, 2 ବର୍ଷ, 3 ବର୍ଷ ନା 4 ବର୍ଷ ଡିଟେଲ୍ ଡିସ୍କସନ୍ କରିବା। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ଯଦି ପ୍ରଥମ ଥର ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରନ୍ତୁ। ଆଡ଼ଭର୍ଟାଇଜମେଣ୍ଟ ନମ୍ବର ମେନସନ୍ ହେଇଛି ଏବଂ ତା'ର ଡେଟ୍ କେବେ ବାହାରିଛି 11/5/2026ରେ ବାହାରିଛି ତା'ର ନୋଟିଫିକେସନ୍ଟି। ପ୍ରଥମେ ଦେଖିବା ଆମ ଦେଶରେ କେଉଁ ଜାଗାରେ RIE ବିଡି କଲେଜ ଅଛି। ପ୍ରଥମେ ଅଛି ଆମର ଆଜମେରରେ ଅଛି, ଭୋପାଳରେ ଅଛି, ଭୁବନେଶ୍ୱରରେ ଅଛି, ମହୀଶୂରରେ ଅଛି, ଶିଲଂରେ, ତାପରେ ନେଲୋରରେ, ନ୍ୟୁ ଦିଲ୍ଲୀ, ସେହିପରି ନ୍ୟୁ ଦିଲ୍ଲୀ ଏହିପରି ସବୁ ଅଛି, ଆପଣମାନେ ଭୋପାଳରେ ଦେଖିପାରିବେ। ତେଣୁ ଏହି 2026ର ପ୍ରଥମେ ଦେଖିବା ଇଣ୍ଟିଗ୍ରେଟେଡ୍ ବିଡି MSc 6 ଇୟର୍। ଏହି ବିଡିକୁ କେଉଁମାନେ ପକାଇ ପାରିବେ? ଯେଉଁମାନେ କି +2 ପାସ୍ କରିଥିବେ ସେମାନେ ହିଁ ପକାଇ ପାରିବେ ଏହି ବିଡିକୁ। ତାପରେ 2 ବର୍ଷ ମଧ୍ୟ ବିଡି ବାହାରିଛି। ଯେଉଁମାନେ +3 ପାସ୍ କରିଥିବେ ସେମାନେ ମଧ୍ୟ ଏହି ବିଡିକୁ ପକାଇ ପାରିବେ। ତାପରେ ଇଣ୍ଟିଗ୍ରେଟେଡ୍ ବିଡି ମଧ୍ୟ 3 ବର୍ଷ ବାହାରିଛି। ଅର୍ଥାତ୍ ବିଡି ୱିଥ୍ MAD ସରିବ। ଯେଉଁମାନେ +3 ସହିତ CT କିମ୍ବା ବିଇଡି କମ୍ପ୍ଲିଟ୍ କରିଥିବେ ତାହେଲେ ଆପଣମାନେ ଏହି ବିଇଡିକୁ ଆବେଦନ କରିପାରିବେ। ତାପରେ MA ଇନ୍ ଏଜୁକେସନ୍ ଟେକ୍ନୋଲୋଜିର ମଧ୍ୟ ବାହାରିଛି 2 ଇୟର୍। ତାପରେ MED ମଧ୍ୟ 2 ଇୟର୍ ରନ୍ ଅଣ୍ଡର ରିଜନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ତରଫରୁ ବାହାରିଛି। ଆପ୍ଲିକେସନ୍ ଆଭେଲେବୁଲ୍ ହେବ 15/5/2026 ଠାରୁ 5/6/2026 ପର୍ଯ୍ୟନ୍ତ, ଅର୍ଥାତ୍ ଜୁନ୍ ମାସ 5 ତାରିଖ ଶେଷ ତାରିଖ। ୱେବସାଇଟ୍ ହେଉଛି ଆପଣମାନେ ଏଇଟି ହେଉଛି ୱେବସାଇଟ୍। ଆପଣମାନେ ଏଇ ୱେବସାଇଟ୍କୁ ଯାଇକି ଆପଣମାନେ ସର୍ଚ୍ଚ କରିପାରିବେ ଏବଂ ଯାହା ବି ଆପଣଙ୍କର ଭୁଲ ଯାହା ବି ଡାଉଟ୍ ଥିବ ଆପଣମାନେ ଏଇ ଫୋନ୍ ନମ୍ବରରେ କିମ୍ବା ମେଲ୍ରେ ମଧ୍ୟ ଆପଣମାନେ ମେସେଜ୍ କରିପାରିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା। ଅନଲାଇନ୍ ରେଜିଷ୍ଟ୍ରେସନ୍ ଆଣ୍ଡ ସବମିସନ୍ ଆପ୍ଲିକେସନ୍ ହେଉଛି 15/5/2026 ଠାରୁ ଲାଷ୍ଟ ଡେଟ୍ ହେଉଛି 5/6/2026। ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ହେଉଛି 20/6/2026 ଠାରୁ 28/6/2026ରେ ଏକ୍ଜାମ୍ ହେବ। ଡେଟ୍ ଅଫ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ କେବେ ହେବ ଆମର 28/6/2026 ସଣ୍ଡେ ଦିନ। ତାପରେ ଲାଷ୍ଟ ଡେଟ୍ ଅଫ୍ ଅପଲୋଡ଼ିଂ ମାର୍କ ଅଫ୍ କ୍ୱାଲିଫାଇଂ ଏକ୍ଜାମିନେସନ୍ ଅଫ୍ ଆପ୍ଲିକେସନ୍ ଆପିୟରିଂ CE 2026 ଯଦି ଯେଉଁମାନେ ଇଣ୍ଟିଗ୍ରେଟେଡ୍ MSc କିମ୍ବା ଯାହା ବି ଅପଲୋଡ଼ କରିପାରିଥିବେ 20/6/2026ରେ ଆପଣମାନେ ଅପଲୋଡ଼ କରିବେ। ତାପରେ ଲାଷ୍ଟ ଡେଟ୍ ଅଫ୍ ଅପଲୋଡ଼ିଂ ମାର୍କ ଅଫ୍ କ୍ୱାଲିଫାଇଂ ଏକ୍ଜାମିନେସନ୍ ଆପ୍ଲିକାଣ୍ଟ ଆପିୟରିଂ 2026ରେ ଯେଉଁମାନେ MSc BD MED MA ଇନ୍ ଏଜୁକେସନ୍ରେ କରୁଛନ୍ତି ସେମାନେ ମଧ୍ୟ 30/6/2026ରେ ଅପଲୋଡ଼ କରିପାରିବେ। ତାପରେ ଆନ୍ସର୍ କି ରିଲିଜ୍ ଆଣ୍ଡ ଅବଜେକ୍ସନ୍ ସବମିସନ୍ ୱିଣ୍ଡୋ ସେଇଟା ନୋଟିସ୍ରେ ଆସିବ। ତେଣୁ ନେକ୍ସଟ ଭିଡ଼ିଓରେ ମୁଁ ଆଣିବି ତା'ର ସିଲାବସ୍ ଆଣିବି ଏବଂ ଆପ୍ଲିକେସନ୍ ଫି ଆଣିବି। ତାପରେ ଆପ୍ଲିକେସନ୍ ଫି ଆଣିବି, ତା'ର ସିଲାବସ୍ ଆଣିବି। ତାପରେ ଯେତେବେଳେ ଆପଣମାନେ ବିଇଡି ପାଇବେ ତା'ର ଆଡ଼ମିସନ୍ ଫି କେତେ ଲାଗିବ ତାହା ମୁଁ ଡିଟେଲ୍ ଆଣିବି। ତେଣୁ ଆପଣମାନେ ଭିଡ଼ିଓକୁ ସବସ୍କ୍ରାଇବ୍ କରିଥାନ୍ତୁ। ଯେତେବେଳେ ସବସ୍କ୍ରାଇବ୍ କରିଥିବେ ପ୍ରଥମେ ଆପଣଙ୍କ ନିକଟରେ ଭିଡ଼ିଓ ପହଞ୍ଚିବ। ରହିଲି, ଥ୍ୟାଙ୍କ ୟୁ।